ମାନେ ଭାବୁଥିବେ ମୋର ବ୍ଲଗ୍ ଆଜି କାହିଁ ଆସିଲାନି। ଆକ୍ଚୁଆଲି ଆମ ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟ ଥିଲା ତ ସକାଳେ ମୁଁ ଉଠିକି ଦର୍ଶନ କରିବା ପାଇଁ ଗଲି। ଆମ ମନ୍ଦିର ମୋତେ ଯିବାର ଥିଲା ତ ମୁଁ ଆଉ କେଉଁ ବାରରେ ଯାଇପାରିନି, ତ ଅଫିସ୍ ଥାଏ ତ ମନ୍ଦିର ଯାଇପାରିନି। ତ ସଣ୍ଡେରେ ସବୁ ୱିକ୍ରେ ମୁଁ ଯାଏ ବଳଦେବଜୀଉ ମନ୍ଦିର। ତ ଫାଇନାଲି ମୁଁ ବଳଦେବଜୀଉ ମନ୍ଦିର ଗଲି। ଆମର ରଥ ତିଆରି ଚାଲିଥିଲା, ୱାର୍ଲଡ଼ର ସବୁଠୁ ବଡ଼ ରଥ। ତାପରେ ଠାକୁରଙ୍କ ଭୋଗ ପାଇଁ ଭୋଗ ଲଗାଇବା ପାଇଁ ଭୋଗ କିଣିଲି। ଭୋଗ ଲଗେଇକି ବଳଦେବଜୀଉଙ୍କ ପାଖରେ, ବଳଦେବଜୀଉ ମାନେ ଜଗନ୍ନାଥ ମନ୍ଦିର ଯେଉଁଟା ଆମର କେନ୍ଦୁଝରର, ଭୋଗ ଲଗେଇକି ଦର୍ଶନ କରିକି ମୁଁ ଭୋଗ ଲଗେଇକି ବାହାରିଲି। ଫାଇନାଲି ବାହାରିଲା ପରେ ମୁଁ ଏଠୁ ଗଲି ସିଦ୍ଧ ମଠ। 7 ବର୍ଷ ତଳେ ମୁଁ ସିଦ୍ଧ ମଠ ଯାଇଥିଲି। 7 ବର୍ଷ ପରେ ଆଜି ଯାଉଛି ସିଦ୍ଧ ବାବାଙ୍କୁ ଦେଖା କରି। 7 ବର୍ଷ ତଳେ ମୁଁ ଗୋଟେ ଏମିତି ଗୋଟେ ଇନସିଡେଣ୍ଟ ହେଇଥିଲା, ତ ସେଇଟାକୁ କରେକ୍ସନ୍ କରିବା ପାଇଁ ଆଜି ଯାଇଥିଲି ଠାକୁରଙ୍କ ପାଖକୁ। ଫାଇନାଲି ମୁଁ ଶିବ ବାବାଙ୍କୁ ଯେହେତୁ ଅଧିକ ପୂଜେ ତ ତାଙ୍କୁ ଦର୍ଶନ କରିବା ପାଇଁ ଗଲି। ଦର୍ଶନ କରିକି ସେଠୁ ମୋର ଆଜି ଭାଗ୍ୟ ଏତେ ଖରାପ, ମୁଁ ଯେଉଁ ଭୋଗ କରିଥିଲି ମାଙ୍କଡ଼ମାନେ ଗାଡ଼ି ରଖିଥିଲି ସବୁ ଖାଇଦେଲି ସିଦ୍ଧ ମଠରେ। ଆଉ ଫାଇନାଲି ଦର୍ଶନ କରିକି ମୁଁ ଘର ପାଇଁ ଟିକେ ଦହିବରା ଆଣିକି ତାପରେ ପୁଣି ଏଗେନ୍ ଗ୍ରାଉଣ୍ଡକୁ ଗଲି। ମ୍ୟାଚ୍ ଚାଲୁଥିଲା ଫାଷ୍ଟ ହାଫ୍ର। ତ ଫାଷ୍ଟ ହାଫ୍ର ସାରିକି ଆମ ଗ୍ରାଉଣ୍ଡ ଛୁଆ ସବୁ ବସିଛନ୍ତି, ସାରିକି ମୁଁ ଘରକୁ ପଳେଇ ଆସିଲି। ମୋ ବାପା ବୋଉ ବସିଛନ୍ତି ଏବେ ଏଠି। ତ କେଉଁଝର ଟିମ୍ ଆମର ଓନ୍ ହେଲା। ଦେଖା ହେବା ନେକ୍ସଟ ବ୍ଲଗ୍ରେ। ବାଏ ବାଏ।